ଆପଣମାନେ ଆଜିକା ଡେଟ୍‌ରେ ଜମି ଖଜଣା ଦେବା ପାଇଁ ଆପଣ ଜନସେବା କେନ୍ଦ୍ରକୁ ଯାଉଛନ୍ତି। ନଚେତ୍ ଆପଣ ଆର୍‌ଆଇ ଅଫିସକୁ ଯାଇକି ଆପଣ ଜମି ଖଜଣା ଦେଇ ପାଉତିଟିକୁ କାଟୁଛନ୍ତି। କିନ୍ତୁ ଆଜିକା ଡେଟ୍‌ରେ ମୁଁ ଆପଣମାନଙ୍କୁ କହିଦେବି ଘରେ ଘରେ ସମସ୍ତଙ୍କ ପାଖରେ ଗୋଟେ ସ୍ମାର୍ଟ ମୋବାଇଲ୍ ଅଛି। ଆପଣମାନେ କିଛିଟା ଅନଲାଇନ୍ କାମ ଶିଖି ଯାଆନ୍ତୁ। ଯାହାଫଳରେ ଆପଣମାନଙ୍କର ଉପକାର ହେବା ସହ ଆପଣମାନଙ୍କର ସାହି ପଡ଼ିଶାମାନଙ୍କର ବି ଉପକାର ହେବ। ଯାହାଫଳରେ ଆପଣମାନଙ୍କର ଟଙ୍କା ବି ବଞ୍ଚିଯିବ। ଛୋଟ ମୋଟ ଅନଲାଇନ୍ କାମଗୁଡ଼ିକ ଆପଣଙ୍କ ମୋବାଇଲ୍ ମାଧ୍ୟମରେ ଆପଣ କରିପାରିବେ। ଆପଣ ବୃଥାଟାରେ କାହିଁକି ଜନସେବା କେନ୍ଦ୍ରକୁ ଯିବେ, ତେଲ ଖର୍ଚ୍ଚ କରିକି ସେଠି ଆର୍‌ଆଇ ଅଫିସକୁ ଯିବେ, ସେଠି ସେମାନେ ଥିବେ କି ନଥିବେ, ସେଠି ଆପଣମାନେ ସେଠି ଖଜଣା ଦେଇପାରୁନଥିବେ କି ପାଉତି କାଟି ପାରୁନଥିବେ। ଏଇଭଳିଆ ଅସୁବିଧାରେ ଆପଣ ସମ୍ମୁଖୀନ ହେବେ। କିନ୍ତୁ ଆଜିକା ଡେଟ୍‌ରେ ଆପଣମାନେ ଅନଲାଇନ୍ କାମଟା ଶିଖିଯାଆନ୍ତୁ। ଘରେ ବସିକି ନିଜର ମୋବାଇଲ୍ ମାଧ୍ୟମରେ ଆପଣ ଖଜଣା ଦେଇକି ପାଉତିଟିକୁ କାଟିପାରିବେ। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଶିଖିବାକୁ ପାଇବେ ଆପଣମାନେ ନିଜର ମୋବାଇଲ୍ ମାଧ୍ୟମରେ ଖଜଣା ଦେଇ ଇ ପାଉତି କେମିତି କାଟିପାରିବେ। ଆସନ୍ତୁ ଡେରି ନକରି ଆରମ୍ଭ କରିବା ଭିଡ଼ିଓଟିକୁ। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସର୍ବପ୍ରଥମେ ଆପଣ ଗୁଗଲ କ୍ରୋମ୍‌ରେ ସର୍ଚ୍ଚ ବାର୍‌ରେ ଆପଣ ଲେଖନ୍ତୁ ଓଡ଼ିଶା ଲ୍ୟାଣ୍ଡ ରେଭିନ୍ୟୁ ପେମେଣ୍ଟ ଲେଖି ଆପଣ ସର୍ଚ୍ଚ କରନ୍ତୁ। ଯେତେବେଳେ ସର୍ଚ୍ଚ କରିବେ ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଖୋଲିକି ଆସିବ, ଯାହାକି ଏହି ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। ଚାଲନ୍ତୁ ଏହି ଅପସନ୍ ଉପରେ ଆମେ କ୍ଲିକ୍ କରିବା। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିବେ ଆପଣଙ୍କର ଇ ପାଉତି ଲେଖା ହେଇଥିବ ଏଇଭଳି ହୋମ୍ ସ୍କ୍ରିନ୍ ଆପଣଙ୍କ ମୋବାଇଲରେ ଶୋ କରିବ। ଦେଖନ୍ତୁ ଏଠାରେ ବହୁତ ସାରା ଅପସନ୍ ରହିଛି। ପେ ଲ୍ୟାଣ୍ଡ ରେଭିନ୍ୟୁ ରହିଛି, ଡିପାର୍ଟମେଣ୍ଟାଲ ୟୁଜର୍ସ ରହିଛି, ରେଣ୍ଟ ରିସିପ୍ଟ ରହିଛି, ୟୁଜର ମାନୁଆଲ ରହିଛି, ଆପଣମାନଙ୍କର ନୋନ୍ ୟର୍ ଟ୍ରାଞ୍ଜାକ୍ସନ୍ ପେମେଣ୍ଟ ଷ୍ଟାଟସ୍ ରହିଛି। ଏଇଭଳି 5ଟି ଅପସନ୍ ଆପଣ ଦେଖିବାକୁ ପାଇବେ। ଯେହେତୁ ଆମେ ଖଜଣା ଦେଇ ପାଉତି କାଟିବା ପାଇଁ ଚାହୁଁଛୁ, ଆପଣ ଏହି ରେଭିନ୍ୟୁ ଅପସନ୍ ଉପରେ କ୍ଲିକ୍ କରିବେ। ପେ ଲ୍ୟାଣ୍ଡ ରହିଛି। ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଶୋ କରିବ। ଦେଖନ୍ତୁ ଆପଣମାନେ କେଉଁ ଜମିର ଖଜଣାଟିକୁ ଦେଇ ପାଉତି କାଟିବା ପାଇଁ ଚାହୁଁଛନ୍ତି, ତାର ଡିଟେଲ୍ସ ଆପଣ ଏହି ଅପସନ୍ରେ ଭରିବା ପାଇଁ ପଡ଼ିବ। ଏହି ପେଜ୍ରେ ଆପଣମାନେ ଭରିବା ପାଇଁ ପଡ଼ିବ। ତ ପ୍ରଥମ ଅପସନ୍ ରହିଛି ଆପଣଙ୍କର ଫାଇନାନ୍ସିଆଲ ଇୟର୍ ରହିଛି। ଯେତେବେଳେ ଆପଣ ଫାଇନାନ୍ସିଆଲ ଇୟର୍ ଉପରେ କ୍ଲିକ୍ କରିବେ ତ ଆପଣଙ୍କର 25-26 ଅପସନ୍ ଉପରେ ଆପଣ କ୍ଲିକ୍ କରିଦେବେ। ତାପରେ ଆପଣଙ୍କର ରହିଛି ଡିଷ୍ଟ୍ରିକ୍ଟ। ଆପଣ କେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି, ଡିଷ୍ଟ୍ରିକ୍ଟଟିକୁ ସିଲେକ୍ଟ କରିନେବେ। ଚାଲନ୍ତୁ ଆମେ ଉଦାହରଣ ସ୍ୱରୂପ ଗୋଟେ ଡିଷ୍ଟ୍ରିକ୍ଟ ଆମେ ସିଲେକ୍ଟ କରିନେବୁ। ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଆପଣଙ୍କର ତହସିଲ କେଉଁଠି ଆପଣ ସିଲେକ୍ଟ କରିନେବେ। ଆମେ ତହସିଲଟିକୁ ସିଲେକ୍ଟ କରିନେଲୁ। ତାପରେ ଆପଣଙ୍କର ଗ୍ରାମ କେଉଁଠି ଆପଣ ସିଲେକ୍ଟ କରିନେବେ। ଆମେ ଗ୍ରାମଟିକୁ ସିଲେକ୍ଟ କରିନେବୁ। ଦେଖନ୍ତୁ ଆମେ ଗ୍ରାମଟିକୁ ସିଲେକ୍ଟ କରିନେଲୁ, ଯେଉଁଟାକି ଭିଲେଜ୍ ରହିଛି। ତାପରେ ଆପଣ ଖାତା ନମ୍ବରଟିକୁ ଦେବେ। ଖାତା ନମ୍ବରଟି ଏଠାରେ ଆପଣମାନେ ଦେଇ ଦିଅନ୍ତୁ। ଆମେ ଖାତା ନମ୍ବରଟିକୁ ଦେଇଦେଲୁ। ତାପରେ ଦେଖନ୍ତୁ ପ୍ରୋସେସିଂ ନେବ। ଦେଖନ୍ତୁ ତାପରେ ପ୍ରୋସେସିଂ ନେଲା ପରେ ଆପଣଙ୍କର ଜମି ଉପରେ କେତେ ଖଜଣା ଲାଗୁଛି ଆପଣଙ୍କୁ ଏଠାରେ ଦେଖେଇଦେବ। ଏଠାରେ ଏହି ଜମି ଉପରେ ଟଙ୍କାଟେ ଲାଗୁଛି ଖଜଣା ଦେବା ପାଇଁ। ଆମେ ଟଙ୍କାଟେ ପେଡ୍ କରି ଆମେ ପାଉତିଟିକୁ କାଟିଦେବା। ଦେଖନ୍ତୁ ଏଇ ବକ୍ସରେ ଯେଉଁ କ୍ୟାପଚାଟି ରହିଛି ଆପଣମାନେ ଏଣ୍ଟର କ୍ୟାପଚା, ଏଇ ବକ୍ସରେ ସେମ୍ ଟୁ ସେମ୍ ଆପଣ ଏହି କ୍ୟାପଚାଟିକୁ ଫିଲ୍ଅପ୍ କରିଦିଅନ୍ତୁ। ଯେତେବେଳେ ଆମେ ଏହି କ୍ୟାପଚାଟିକୁ ଏଠାରେ ଫିଲ୍ଅପ୍ କରିଦେବା, ଚାଲନ୍ତୁ ଆମେ କ୍ୟାପଚାଟିକୁ ଏଠାରେ ଫିଲ୍ଅପ୍ କରିଦେବା। ଦେଖନ୍ତୁ ଏଠି ଆମେ କ୍ୟାପଚାଟିକୁ ଦେଇଦେଇଛୁ। ତାପରେ ଆପଣ କ'ଣ କରିବେ, ପ୍ରୋସିଡ୍ ଅପସନ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଆମେ ପ୍ରୋସିଡ୍ ଅପସନ୍ ଉପରେ କ୍ଲିକ୍ କରିବା।
ଯେତେବେଳେ ପ୍ରୋସିଡ୍ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ ତ ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଶୋ କରିବ ଯେଉଁଟାକି ଲେଖା ହେଇଛି ଅନଲାଇନ୍ ଲ୍ୟାଣ୍ଡ ରେଭେନ୍ୟୁ ପେମେଣ୍ଟ। ଦେଖନ୍ତୁ ଏହି ପେଜ୍ରେ ଆପଣମାନେ କିଏ ଖଜଣାଟିକୁ ଦେଉଛନ୍ତି ତାଙ୍କ ନାମ ଏଇ ବକ୍ସରେ ଆପଣ ଦେଇଦେବେ। ସମ୍ପର୍କରେ ଆପଣମାନେ କ'ଣ ହେବେ ତାଙ୍କର ଆପଣମାନେ ଏଇ ବକ୍ସରେ ଦେବେ। ତାପରେ ଆପଣମାନେ କେଉଁ ଗାଁରୁ ଆପଣ ବିଲଙ୍ଗସ୍ କରୁଛନ୍ତି ସେଇ ଗାଁଟିକୁ ଆପଣ ଲେଖିଦେବେ। ଆଡ୍ରେସଟିକୁ ଆପଣ ଭଲ ଭାବରେ ଧ୍ୟାନ ଦିଅନ୍ତୁ। ଆଡ୍ରେସରେ କେବଳ ଆପଣ ଗାଁର ନାମଟିକୁ ହିଁ ଲେଖିବେ। ତାପରେ ଦେଖନ୍ତୁ ଆପଣଙ୍କର ରହିଛି ପିନକୋଡ଼୍ ରହିଛି, ଆପଣ ପିନକୋଡ଼୍ଟିକୁ ଭରିଦେବେ। ତାପରେ ମୋବାଇଲ୍ ନମ୍ବରଟିକୁ ଦେଇଦେବେ। ତାପରେ ଆପଣଙ୍କର ଇମେଲ୍ ଆଇ ଡ଼ି ଦେଇଦେବେ। ତାପରେ କ୍ୟାପଚା ଯେଉଁ ରହିଛି ଏଇ ବକ୍ସଟି ଆପଣ ଏଣ୍ଟର କ୍ୟାପଚାରେ ନିର୍ଭୁଲ ଭାବରେ ଏଇ କ୍ୟାପଚାଟିକୁ ଦେଇ ଦିଅନ୍ତୁ। ଯେତେବେଳେ ଆପଣ ନିର୍ଭୁଲ ଭାବରେ କ୍ୟାପଚାଟିକୁ ଦେଇଦେବେ ତାପରେ ଦେଖନ୍ତୁ ଗୋଟେ ଅପସନ୍ ରହିଛି ଆପଣଙ୍କର ମେକ୍ ପେମେଣ୍ଟ। ମେକ୍ ପେମେଣ୍ଟ ଅପସନ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଚାଲନ୍ତୁ ଆମେ ମେକ୍ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିବା। ଯେତେବେଳେ ଆପଣ ମେକ୍ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିବେ ଦେଖନ୍ତୁ ଆପଣଙ୍କ ସ୍କ୍ରିନ୍ରେ ଗୋଟେ ମେସେଜ୍ ବୋଲି ଆସିବ। ସେଇଟା ଆପଣ ଦୁଇଟା ବଟନ୍ ରହିଛି, ଗୋଟେ ୟେସ୍ ଅଛି ଗୋଟେ ନୋ ଅଛି। ଆପଣ ଏହି ବଟନ୍ ଉପରେ କ୍ଲିକ୍ କରିବେ ଯେଉଁଟାକି ୟେସ୍ ଲେଖା ହେଇଛି। ଆପଣ ଏହି ୟେସ୍ ବଟନ୍ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଏହି ୟେସ୍ ବଟନ୍ ଉପରେ କ୍ଲିକ୍ କରିବେ ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଆସିବ। ପେଜ୍ ଶୋ କଲା ପରେ ଆପଣମାନେ ସ୍କ୍ରୋଲ୍ କରି କରି ତଳକୁ ଆସିବେ। ଆସିଲା ପରେ ଆପଣ କ'ଣ କରିବେ ନେକ୍ସଟ ଅପସନ୍ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ନେକ୍ସଟ ଅପସନ୍ ଉପରେ କ୍ଲିକ୍ କରିବେ ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଶୋ କରିବ। ଆପଣମାନେ କ'ଣ କରିବେ, ଆପଣମାନେ କେଉଁଥିରେ ପେମେଣ୍ଟଟିକୁ ଦେବା ପାଇଁ ଚାହୁଁଛନ୍ତି, ଡେବିଟ୍ କାର୍ଡ଼ରେ ଦେବା ପାଇଁ ଚାହୁଁଛନ୍ତି କି ନେଟ୍ ବ୍ୟାଙ୍କିଂ, UPI, ୱାଲେଟ୍, NFT, ଆପଣମାନଙ୍କର ସୁବିଧା ଅନୁସାରେ ଆପଣମାନେ ଗୋଟେ ଅପସନ୍ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। ତ ଆମେ UPI ଅପସନ୍ ଉପରେ କ୍ଲିକ୍ କରିଦେବା। ଯେତେବେଳେ ଆପଣ UPI ଅପସନ୍ ଉପରେ କ୍ଲିକ୍ କରିବେ ତ ଏଠାରେ ଦେଖନ୍ତୁ ବ୍ୟାଙ୍କ ଗୁଡ଼ାକ ଶୋ କରିବ। ଆପଣ କ'ଣ କରିବେ ଇଣ୍ଡିଆନ୍ ବ୍ୟାଙ୍କ ବିଲ୍ଡ ଡେକ୍ସଟ ପେମେଣ୍ଟ ଗେଟୱେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିବେ ରିମାର୍କସରେ ଆପଣ ଯଦି କିଛି ଲେଖିବା ପାଇଁ ଚାହୁଁଛନ୍ତି ଆପଣ ମାନେ ଲେଖିପାରିବେ ଯେ ଆପଣ ଏହି ରିମାର୍କସରେ ଆପଣଙ୍କର ଖାତା ନମ୍ବରଟିକୁ ଦେଇ ଦିଅନ୍ତୁ। ରିମାର୍କସରେ ଆପଣ ଯେତେବେଳେ ଖାତା ନମ୍ବରଟିକୁ ଦେଇଦେବେ ତାପରେ ଆପଣଙ୍କର ରହିଛି ଟର୍ମ ଆଣ୍ଡ କଣ୍ଡିସନ୍ ରହିଛି। ଆପଣ ଏହି ଟର୍ମ ଆଣ୍ଡ କଣ୍ଡିସନ୍ ଉପରେ ଆପଣମାନେ କ'ଣ କରିବେ ନା କ୍ଲିକ୍ କରିବେ। ଯେତେବେଳେ ଟର୍ମ ଆଣ୍ଡ କଣ୍ଡିସନ୍ ଉପରେ ଆପଣ କ୍ଲିକ୍ କରିବେ ତ ଏଠି ଗୋଟେ ଠିକ୍ ଚିହ୍ନ ହୋଇଯିବ। ତାପରେ ଆପଣ କ'ଣ କରିବେ ପ୍ରୋସିଡ୍ ଟୁ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ପ୍ରୋସିଡ୍ ଟୁ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିବେ ଏଠି ଆପଣମାନଙ୍କର ଗୋଟେ ୱାର୍ଣ୍ଣିଂ ମେସେଜ୍ ଆସିବ ୟୁ ୱିଲ୍ ବି ରିଡାଇରେକ୍ଟେଡ୍ ଟୁ ଦ ଇଣ୍ଡିଆନ୍ ବ୍ୟାଙ୍କ ବିଲ୍ଡ ଡେକ୍ସଟ ପେମେଣ୍ଟ ଗେଟୱେ ୱେବସାଇଟ୍ ଫର୍ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କ୍ଲିକ୍ ୟେସ୍ ଟୁ କଣ୍ଟିନ୍ୟୁ ଅର୍ କ୍ୟାନ୍ସଲ୍ ଟୁ ଷ୍ଟପ୍। ତ ଆମେ ପେମେଣ୍ଟଟିକୁ କରିବା ପାଇଁ ଚାହୁଁଛୁ ତାହେଲେ ଆମେ ଏଠି କ'ଣ କରିବୁ ନା ଏଠି ଆମେ ଓକେ ଅପସନ୍ ଉପରେ କ୍ଲିକ୍ କରିବା। ଯେତେବେଳେ ଆପଣମାନେ ଓକେ ଅପସନ୍ ଉପରେ କ୍ଲିକ୍ କରିବେ ଦେଖନ୍ତୁ ପ୍ରୋସେସିଂ ନେଲା ପରେ ଆପଣଙ୍କ ସାମ୍ନାରେ ଏମିତି ଏକ ପେଜ୍ ଆସିବ। ଆପଣମାନେ କାହା ମାଧ୍ୟମରେ ପେମେଣ୍ଟ କରିବା ପାଇଁ ଚାହୁଁଛନ୍ତି QR କୋଡ଼୍ ମାଧ୍ୟମରେ ସହଜ ହେବ। ଆପଣମାନେ କ'ଣ କରିବେ ଏହି QR କୋଡ଼୍ ଅପସନ୍ ଉପରେ କ୍ଲିକ୍ କରିଦେବେ। ଯେତେବେଳେ ଆମେ QR କୋଡ଼୍ ଅପସନ୍ ଉପରେ କ୍ଲିକ୍ କରିଦେବା ଏଠି ଆପଣଙ୍କର ଗୋଟେ ସିଲେକ୍ଟ QR ରହିଛି। ଆପଣ ଏହି ଏରୋ ଅପସନ୍ ଉପରେ କ୍ଲିକ୍ କରିବେ। ଆପଣ ଭୀମ୍ UPI ଟିକୁ ସିଲେକ୍ଟ କରିନେବେ। ସିଲେକ୍ଟ କରି ମେକ୍ ପେମେଣ୍ଟ ଫର୍ 1 rupees ଏଠି ଲେଖାଯାଇଛି। ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିବେ। ଯେତେବେଳେ ଆପଣ ଏହି ଅପସନ୍ ଉପରେ କ୍ଲିକ୍ କରିବେ ଆପଣଙ୍କର QRଟିକୁ ଶୋ କରିବ। ଆପଣମାନେ କ'ଣ ବ୍ୟବହାର କରୁଛନ୍ତି ଗୁଗଲ୍ ପେ କି ଫୋନ୍ ପେ ବ୍ୟବହାର କରୁଛନ୍ତି ସେଇ ଅନୁସାରେ QRଟିକୁ ସ୍କାନ୍ କରି ଆପଣମାନେ ପେମେଣ୍ଟ କରିଦେବେ। ପେମେଣ୍ଟ କଲା ପରେ ଆପଣମାନଙ୍କ ସାମ୍ନାରେ ଗୋଟେ ପେଜ୍ ଓପନ୍ ହେଇକି ଆସିବ। ସେଠି ଆପଣ 30 ସେକେଣ୍ଡ ଆପଣମାନେ ୱେଟ୍ କରିବେ। ୱେଟ୍ କଲା ପରେ ଆପଣମାନଙ୍କର ଟ୍ରାଞ୍ଜାକ୍ସନ୍ଟି ସକ୍ସେସଫୁଲି ଆସିବ। ତାପରେ ସେଠି ଲେଖା ହେଇଥିବ ଆପଣମାନଙ୍କର ଡାଉନଲୋଡ଼। ତ ଆପଣମାନେ
डाउनलोड सेठारु करिपारिबे। डाउनलोड ऑप्शन पे क्लिक करी आपणकर ई पावतीटिକୁ ଆପଣ डाउनलोड କରିପାରିବେ। ଏଇଭଳି ସରଳ ପ୍ରକ୍ରିୟାରେ ଆପଣମାନେ ଘରେ ବସି ନିଜର ମୋବାଇଲ ମାଧ୍ୟମରେ ଆପଣଙ୍କର ଜମି ଖଜଣା ଦେଇ ପାଉତିଟିକୁ କାଟିପାରିବେ। କୌଣସି ଜନସେବା କେନ୍ଦ୍ର କି ଆର୍ଆଇ ଅଫିସ୍ ଆପଣମାନଙ୍କୁ ଯିବା ପାଇଁ ପଡ଼ିବନି। ବହୁତ ସରଳ ଉପାୟରେ ଆପଣମାନେ ଏହି ପ୍ରକ୍ରିୟାଟିକୁ ସମ୍ପାଦନ କରିପାରିବେ। ଏହା ଥିଲା ଆଜିକା ଡେଟ୍ରେ ଆପଣମାନଙ୍କ ପାଇଁ ନୂଆ ଅପଡ଼େଟ୍। ଭିଡ଼ିଓଟି କେମିତି ଲାଗିଲା ଆପଣ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ।